ମାମୁଁ ଶେଷରେ ବୁଲିବାଲି ରାଜ ମୁକୁଟଟା ଆମ ହାତ ମୁଠାରେ ଆଉ ତୁ ହେବୁ ଏକମାତ୍ର ଛତ୍ରବାଦୀ ଏ ସୁବର୍ଣ୍ଣ ରାଜ୍ୟର। ମୁଁ ସତରେ କଣ ମାମୁଁ ସୁବର୍ଣ୍ଣପୁର ରାଜ ସିଂହାସନରେ ରାଜା ହେବି? ଆରେ ଭଣଜା କି ଚମତ୍କାର ସମୟ! ହେ ପ୍ରଭୁ ଜଗତର ନାଥ ଜଗନ୍ନାଥ, ତତେ ମୋର କୋଟି କୋଟି ପ୍ରଣାମ। ତୋର ଆଶୀର୍ବାଦରେ ଆଜି ମୁଁ ଏ ସୁବର୍ଣ୍ଣପୁର ରାଜ ସିଂହାସନରେ ରାଜା ହେଇଛି। ମାମୁଁ ଭଣଜା ଭଣଜା ସୁବର୍ଣ୍ଣପୁରର ରାଜା ଦୁର୍ଯ୍ୟୋଧନ ଚମ୍ପତି ରାମ। ମାମୁଁ ଆରେ ଭଣଜା ଏମିତି ସମୟ ଆସିବ ବୋଲି ମୁଁ ଜୀବନରେ କେବେ ଭାବି ମଧ୍ୟ ନଥିଲି ମାମୁଁ। ଆରେ ଭଣଜା ସେଥିପାଇଁ ପରା ଲୋକେ କହନ୍ତି କିନ୍ତୁ এই সময়টা ଆସିଗଲା ମାମୁଁ। ଆରେ ଭଣଜା ହଁ ସେଥିପାଇଁ ପରା ଲୋକେ କହନ୍ତି ସମୟ ବଡ଼ ବଲବାନ। କିନ୍ତୁ ଗୋଟିଏ କଥା ମାମୁଁ, ଆରେ ଭଣଜା କେବଳ କେବଳ ତୁମ ପାଇଁ ହିଁ ମୁଁ ଏ ସୁବର୍ଣ୍ଣପୁର ରାଜ ସିଂହାସନରେ ରାଜା ହେଇଛି। ଆରେ ଭଣଜା କେବଳ ତୁମ ପାଇଁ ମାମୁଁ। ଆରେ ଭଣଜା ହଁ ଆରେ ଶୁଭ ମୁହୂର୍ତ୍ତଟା ଗଡ଼ି ଯାଉଛି ରେ ଭଣଜା। ତୁ ରାଜ ସିଂହାସନରେ ବସିଲେ ଆମେ ତୋ ମୁଣ୍ଡରେ ରାଜ ମୁକୁଟଟା ପିନ୍ଧେଇ ଦବୁ। ଠିକ ଅଛି ମାମୁଁ, ତାପରେ ତ ତୁ ହେଇଯିବୁ ଶୁଭ ସମୟକୁ କଦାପି ଯିବା ପାଇଁ ଦବା ନାହିଁ ମାମୁଁ। এই ସମୟରେ ରାଜ୍ୟ ଅଭିଷେକଟା ହେଇଗଲେ ଆମ ରାଜ୍ୟ ପ୍ରଜାବାସୀଙ୍କ ପାଇଁ ଗୋଟିଏ ମଙ୍ଗଳ କାର୍ଯ୍ୟ ହବ। ସେଇ କଥା ପରେ ଭଣଜା। ଆରେ ରାଜ୍ୟରେ ରାଜା ନାହିଁ ବୋଲି ସମସ୍ତେ ଗୋଲମାଲ ହେଇଗଲେଣି ରେ ହଁ ଭଣଜା। ମାମୁଁ, ହଁ। এইটা ହେଉଛି ଉଚିତ ସମୟ। এই ସମୟରେ ମୁଁ ଯଦି ମାମୁଁ। ତୋର ରାଜ୍ୟ ଅଭିଷେକଟା କରିଦେବି ଭଣଜା। ଠିକ ଅଛି ମାମୁଁ, ମୁଁ ରାଜ ସିଂହାସନକୁ ଯାଇ ବସି ପଡୁଛି। ରାଜ୍ୟ ଅଭିଷେକର ଅଭିଯାନଟା ଆରମ୍ଭ କରନ୍ତୁ। ବଡ଼ ଭାଇ ବଡ଼ ଭାଇ ବଡ଼ ଭାଇ ବଡ଼ ଭାଇ ରାଜ ମୁକୁଟଟା ମୋ ଭଣଜା ମୁଣ୍ଡରେ କିଡ଼େ ଶୋଭା ପାଇବ। ମୋ ଭଣଜାଟା ଯଦି ସୁବର୍ଣ୍ଣ ରାଜ୍ୟରେ ରାଜା ହେଇଯିବ, ମୁଁ ହେଇଯିବି ମହାମନ୍ତ୍ରୀ ଆଉ ତୁମେ ହେଇଯିବ ମୂର୍ଖ ମନ୍ତ୍ରୀ। মূর্খ মন্ত্রী আরে বড় ভাই মূর্খ মন্ত্রী মানে হচ্ছে উপমুখ্যমন্ত্রী। আচ্ছা 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 আরে বড় ভাই শুভ সময়টা গড়ি যাব, পরে কথাবার্তা করিবা। পিন্দা পিন্দা ତୁମର ବୁଦ୍ଧିଟାକୁ ତ ମାନିବାକୁ ପଡ଼ିବ। ଶେଷରେ ତୁମେ ସୁନାର ସଂସାରଟାକୁ ଭାଙ୍ଗି କିଛିଟା ଧନ ସମ୍ପତ୍ତି ଲୋଭରେ ଏତେ ତଳକୁ ଖସିଯିବ ବୋଲି
ମୁଁ ସ୍ୱପ୍ନରେ ସୁଦ୍ଧା ଭାବି ନଥିଲି ତୁମକୁ। ଆରେ ପ୍ରମୋଦ, ତତେ କଣ ଏଇ ସମୟରେ ଆସିବାର ଥିଲା? ଆଉ ତୁ ମତେ କହୁଛୁ ସାମାନ୍ୟ ଧନ, ସାମାନ୍ୟ ଟଙ୍କା ପାଇଁ ମୁଁ ତୋ ପରିବାରଟାକୁ ନଷ୍ଟ କରିଦେଇଛି ବୋଲି। ଆରେ ପ୍ରମୋଦ, ତୋ ବାପା ବି ଏଇ ଧନ ସମ୍ପତ୍ତିର ପ୍ରଲୋଭନରେ ଥିଲେ। ତେଣୁକରି ମୋ ପିତୃ ସମ୍ପତ୍ତିରୁ ଅଧେ ସମ୍ପତ୍ତି ମୁଁ ମାଗିବାରୁ ମତେ ସିଧା ସିଧା ମନା କରିଦେଇଥିଲେ। କିଛିଟା ଧନ ସମ୍ପତ୍ତି ପାଇଁ ତୁ ଏତେ କୁକର୍ମ କରିପାରିଲୁ କେମିତି? ଟଙ୍କାରେ ସବୁ କିଛି ଅଛି। ଟଙ୍କା ନଥିଲେ କେହି କଥା ମଧ୍ୟ ହେବେ ନାହିଁ। ମୋ ମନରେ ସେଇ ଲୋଭଟା ଆସିଲା। ତୋ ପରିକା ଭାଇ ଥିଲେ ସମସ୍ତଙ୍କ ପାଇଁ କଲଙ୍କ। ଛାଡ଼, ଭାଇ କଣ କରିବି? ମତେ କେବଳ ଟଙ୍କା, ମତେ କେବଳ ସେଇ ସୁବର୍ଣ୍ଣପୁର ରାଜସିଂହାସନ ଆଉ ସେଇ ବିଡ଼ାଏ ବିଡ଼ାଏ ଟଙ୍କା ଦରକାର। ଟଙ୍କା ତୁ ଦେଖୁଥିବା ସ୍ୱପ୍ନକୁ ଏଇଠି ଭୁଲି ଯା। ଭାବିଛୁ ଏ ସୁବର୍ଣ୍ଣପୁରରେ ରାଜା ହେବାକୁ? ତୋ ସ୍ୱପ୍ନଟାକୁ ମୁଁ ଚୁରମାର କରିଦେବି, ଚୁରମାର। ମୋ ସ୍ୱପ୍ନଟା ନିଶ୍ଚୟ ସତ ହବ। ଆରେ ଭଣଜା, ତୋ ସ୍ୱପ୍ନଟା ସ୍ୱପ୍ନରେ ହିଁ ରହିଯିବ। ଠିକ କହିଛୁ ପୁତ୍ର ପ୍ରମୋଦ। ଆରେ ଭଣଜା, ଏପରି ମଦ୍ୟପ ବେଶ୍ୟ ଶକ୍ତ ବଂଶ ପାଇଁ କଲଙ୍କ। ଏତେ ପାପ କରି ରାଜସିଂହାସନଟା ମୋ ହାତ ମୁଠାକୁ ଆଣିଛି। ଆଉ ଗୋଟିଏ ପାପ କଣ କରିପାରିବି ନାହିଁ? ପ୍ରମୋଦଟାକୁ ହତ୍ୟା করে ସୁବର୍ଣ୍ଣପୁର ରାଜସିଂହାସନରେ ମତେ ହତ୍ୟା କରିବୁ? ଆରେ ଭଣଜା, ବାକି ରହିଲା ସେଇ। ଆରେ ପ୍ରମୋଦ, ତୋ ମାକୁ ହତ୍ୟା କରିଛି ମୁଁ। କଣ କହିଲୁ? ମୋ ମାକୁ ତୁ ହତ୍ୟା କରିଛୁ? ତତେ କଦାପି ଛାଡ଼ିବିନି। ମୋ ବଡ଼ ଭାଇକୁ ମାରି ମାରି ଏ ରାଜ୍ୟରୁ ବିତାଡ଼ିତ କରିଦେଇଛି। ଆଉ ଏବେ ତୁ ଆଉ ତୋ ପାଲି ତତେ ବାଡ଼ଟା ମାରି ଏ ରାଜ୍ୟରୁ ବିତାଡ଼ିତ କରି ମୁଁ ଏକ ଛତ୍ରବାଦ ଶାସନ କରିବେ ଏଇ ସୁବର୍ଣ୍ଣପୁରରେ। ନା କଣ କହୁଛ ମାମ? ତୋ ସ୍ୱପ୍ନଟାକୁ ମୁଁ ସାକାର ହବାକୁ ଦେବିନି। ଆରେ ଏ କେରାଣ୍ଡି ମାଛଟା କଣ ଭାରି ଛଟପଟ ହଉଛି। ଆରେ ଭଣଜା, କେରାଣ୍ଡି ମାଛର ଟଣ୍ଟିଟାକୁ ଖପ କିନା ଚିପି ଦେ। ଯଦି ତେଲ କଡ଼େଇ ନହେଲା, ଏମିତି ପୋଡ଼େଇ ମଧ୍ୟ ମୁଁ ଏମିତି ଖାଇଯିବି ରେ ଭଣଜା। ଆରେ ଭଣଜା, ଶେଷ ସମୟରେ ଆସି ରାଜ୍ୟ ଅଭିଷେକଟାକୁ ସେ ରଖିଦେଇଛି ଭଣଜା। ଆରେ ରାଜ୍ୟ ଅଭିଷେକଟାକୁ ରଖିଦେଲାନି ଯେ ତା ମୃତ୍ୟୁଟାକୁ ହାତ ଠାରି ଡାକି। ସେଇ କଥା କହୁଛି ବା। ଠିକ ସମୟରେ ଆସି କୁକୁରଟା କାନରେ ମୁତି। କଣ ଆବୁଲ ତାବୁଲ କଥା କହି ଯାଉଛୁ? ତତେ ମୁଁ ଆଜି ଉଚିତ ଦଣ୍ଡରେ ଦଣ୍ଡିତ କରିବି। ମୋ ପିତାଙ୍କୁ ଯେମିତି ଦାଣ୍ଡର ଭିକାରୀ ସଜେଇ ଦେଇଛୁ, ତତେ ମଧ୍ୟ ମୁଁ ଆଜି ଦାଣ୍ଡର ଭିକାର ସଜେଇ ଦେବି। ଭୋକୁଆ ହେଲୁ ନା ବଲସି ଭୋକୁଆ ରଜାଟା ନେହି ଆଜ୍ଞା ପୋନା ଖିଆ ନେ ଛାଣିଥିବା ତ ଦାঁত ନେଇ ଝଡ଼ବାର୍ତା। ବେ କଣ କହୁଛୁ? ଟୋଟିକେ ଚିପି ଦେବି। ତୁମମାନଙ୍କ କଥାରେ ପଡ଼ି ଆଜି ଭାଇ ଭାଇଙ୍କ ମଧ୍ୟରେ ସୃଷ୍ଟି ହେଇଛି ଗୋଟାଏ ଲୁହା ମହାଭାରତ।
ଭଲରେ ରାଜ୍ୟଟା ଦେଇ ଦେଇଥାନ୍ତା ନା ତୋ ମା ମରିଥାନ୍ତା ନା ତୋ ବୋପା ଘରୁ ତଡ଼ା ଖାଇଥାନ୍ତା ଏବେ ରେ ବାବୁ ତୋ ପାଲି ଆରେ ଭରଦା ହଁ ମାମୁ ୟା ସଙ୍ଗରେ ଯୁକ୍ତି କରି କିଛି ଲାଭ ନାହିଁ ୟାକୁ ଏମିତି ମାଡ ମାରିବା ଅଖା ଧଉଥିବ ଆଉ ପୁଅଟାକୁ ଗାଉଥିବ ସତ କଥା କହିଲ ମାମୁ ଆରେ ପ୍ରମୋଦ ଯୁଦ୍ଧଟା ହେଇଯାଉ ଯଦି ମୁଁ ହାରିଯାଏ ଏ ରାଜ୍ୟ ଛାଡ଼ି ଚାଲିଯିବି ଆଉ ତୁ ଯଦି ହାରିଯାଉ ତୁ ବି ବାପ ପୁତ୍ର ମିଶି ଏ ରାଜ୍ୟ ଛାଡ଼ି ଚାଲିଯିବ ଠିକ ଅଛି ତାହେଲେ ସମର ସଂଗ୍ରାମେ ଦିଅ ପରିଚୟ ଠିକ ଅଛି ଠିକ ଅଛି ଉଠା ଅସ୍ତ୍ର ଯୁଦ୍ଧ ପାଇଁ ହେଇଯା ପ୍ରସ୍ତୁତ ଆରେ ଠିକ ଅଛି ଆସରଣ କର ପାଷାଣ୍ଡ ବର୍ବର ଏହାତେ ମରଣ ତୋରରେ ଆସରଣ କର ପାଷାଣ୍ଡ ବର୍ବର ଏହାତେ ମରଣ ତୋରରେ ଜୀବନ ନେବାକୁ ଡକାୟତ ଡାକୁ ଆସିଛୁ ଜମ ଡଗରରେ ଆସରଣ କର ପାଷାଣ୍ଡ ବର୍ବର ଏହାତେ ମରଣ ତୋରରେ ହେଇଯାଉ ଯୁଦ୍ଧଟା ହେଇଯାଉ ମୋ ମାଂସକୁ ବିଷ ମଣିଥା ରାକ୍ଷସ ଅନଲେ ଝାସ ନଦିଅରେ ମୋ ମାଂସକୁ ବିଷ ମଣିଥା ରାକ୍ଷସ ଅନଲେ ଝାସ ନଦିଅରେ ପଡ଼ିଛୁ ହାବୁଡ଼ା ମରିବୁ ଧଗଡ଼ କ୍ଷଣ ମାତ୍ରେ ରହ ରହରେ ଆସରଣ କର ପାପିଷ୍ଟ ବର୍ବର ଏହାତେ ମରଣ ତୋରରେ ତେବେ ଠିକ ଅଛି ଉଠା ଅସ୍ତ୍ର ହେଇଯାଉ ଶକ୍ତିର ପରୀକ୍ଷାଟା ହେଇଯାଉ
ଦେଖିଲୁ ତ